କେମିତି କଟିବ ଆଜିର ଦିନ? ଅଗଷ୍ଟ 11 ତାରିଖ ସୋମବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖି ଚାଲନ୍ତୁ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶ୍ରମସାଧ ରହିବ। କାମରେ ନୂଆ ଅବସର ମିଳିପାରେ। ପରିବାରର ଶାନ୍ତି ଓ ସହଯୋଗ ରହିବ। ଅପରିଚିତ ଲୋକଙ୍କୁ ଭରସା କରିବାରେ ସତର୍କ ରୁହନ୍ତୁ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ମନ ଶାନ୍ତ ଓ କ୍ଷମାଶୀଳ ରହିବ। ଧନ ଲାଭ ହେବାର ସମ୍ଭାବନା ଅଛି। ବାଣିଜ୍ୟରେ ଲାଭ ମିଳିପାରେ। ପ୍ରେମ ସମ୍ପର୍କ ଭଲ ରହିବ। ସଂଯମ ଓ ଧୈର୍ଯ୍ୟ ଦରକାର। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଦୀର୍ଘ ଦିନରୁ ଅଟକୁଥିବା କାମ ଶେଷ କରିପାରିବେ। ବୃଦ୍ଧି ଓ ପଦୋନ୍ନତିରେ ସୂଚନା ମିଳିପାରେ। ଯାତ୍ରା ହେବାର ଯୁଗ ଅଛି। ବୁଦ୍ଧିମତ୍ତା ଦ୍ୱାରା ଜଟିଳ ସମସ୍ୟାର ସମାଧାନ ମିଳିବ। ମନରେ ନୂଆ ଚିନ୍ତା ଆସିପାରେ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ପରିବାର ଜନଙ୍କ ସହ ସମୟ କାଟିବେ। ଅନ୍ୟମାନଙ୍କର ମତ ଶୁଣିବା ଦରକାର। ନିଜ ଶକ୍ତି ଓ ପ୍ରତିଭାର ଭରସା ରଖନ୍ତୁ। ବୃଦ୍ଧ ବ୍ୟକ୍ତିଙ୍କ ଶୁଭାଶୀର୍ବାଦ ମିଳିପାରେ। ରୋଗ ପ୍ରତି ଅବହେଳା ନ କରନ୍ତୁ। ସେଭଳିଆ ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ମିଶ୍ରିତ ଫଳ ମିଳିବ। କର୍ମକ୍ଷେତ୍ରରେ ସ୍ଥିତି ଓ ସାଧାରଣ ରହିପାରେ। ଅନ୍ୟମାନେ ବି ଆପଣଙ୍କୁ ଆଶ୍ରୟ କରିପାରନ୍ତି। ଧନ ନିୟନ୍ତ୍ରଣ ରଖନ୍ତୁ। ମନର ଗଭୀର ଚିନ୍ତା ଆସିପାରେ। ସେଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିପାରିବେ। ବୃଦ୍ଧି ଓ ସମ୍ମାନ ଲାଗି ଅନୁକୂଳ ଦିନଟି ଭଲ। ଉଦ୍ୟମରେ ସଫଳତା ମିଳିପାରେ। ପୂର୍ବ ଋଣ ଓ ପରିଶୋଧ କରିପାରିବେ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ମାନ୍ୟତା ମିଳିପାରେ। ପରିବାର ସହ ଦିନ କଟିବ। ନୂଆ କାମରେ ହସ୍ତକ୍ଷେପ କରିବା ପୂର୍ବରୁ ବିଚାର କରନ୍ତୁ। ଧୈର୍ଯ୍ୟ ଏବଂ ଦୃଢ଼ ନିଷ୍ପତ୍ତି ଆବଶ୍ୟକ। ସେଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁନି। ବୃଦ୍ଧ ବ୍ୟକ୍ତିଙ୍କ ମତ ଗ୍ରହଣ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ରଖନ୍ତୁ। ଦାମ୍ପତ୍ୟ ଜୀବନ ଅନୁଭୂତି ରଖନ୍ତୁ। ଅନ୍ୟମାନଙ୍କ ସହ ସମନ୍ୱୟ ରଖିବା ଦରକାର। ସେଇଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ମନ ଅଧିକ ସକ୍ରିୟ ଓ ଉତ୍ସାହିତ ରହିବ। ନୂଆ ମିତ୍ରତା ହେବାର ଯୋଗ ରହିଛି। ବାହାରେ ଭ୍ରମଣ କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ସାଧାରଣ ଦିନ ମାନ ନୂଆ ଓ ଆଶା ଜନ୍ମ ନେବ। ସେଇଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ପୁରୁଣା ମିତ୍ର ସହ ଭେଟ ହେବ। କାମରେ ନୂଆ ଉନ୍ନତି ମିଳିପାରେ। ନିଜ ଅଭିମତ ସ୍ପଷ୍ଟ ଭାବେ ରଖନ୍ତୁ। ଅପରିଚିତ ଲୋକ ସହ ବିନିଯୋଗ ନ କରନ୍ତୁ। ପରିବାର ସହ ମିଳିତ ଚର୍ଚ୍ଚା ହେବ। ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପଇସା ଉପରେ ଧ୍ୟାନ ଦିଅନ୍ତୁ। କିଛି ନୂଆ କ୍ଷେତ୍ର ଅନୁଭବ ହେବ। ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା କାମ ଶେଷ ହେବ। ଭାବନାର ଅଧିକ ଦେଖାଯିବ। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରନ୍ତୁ। ପ୍ରେମ ଓ ବ୍ୟବସାୟୀ ଦୁହେଁ ଗଭୀରତା ଆସିପାରେ। ବୃଦ୍ଧି ପାଇଁ ନିଜ ଦକ୍ଷତା ବୃଦ୍ଧି କରନ୍ତୁ। ନିଜ ଭିତରେ ଆତ୍ମସନ୍ତୋଷ ଅନୁଭବ କରିବେ। ମନ ଶାନ୍ତ ଓ ସୁଖୀ ରହିବେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।